କଦଳୀ ତମ ଘରୁ ନେଇକି ଆଇଥିଲି। ହଁ ପିଠା ପୂର୍ବରୁ ନେଇକି ଆଇଥିଲି। କ'ଣ କଦଳୀ ପତ୍ରଟା। ହଁ ମାଛଟା ଏଇ ଷ୍ଟାଇଲରେ ଭଜା ହବ ଟେଷ୍ଟ ସାଙ୍ଗେ ଲାଗିବ ସାଙ୍ଗେ ଖାଇବ। ଦେଖ ମା ଆସେ ଓହୋ ଏଇ ମାଛ ତା କରରେ ଲେମ୍ବୁ ଖଣ୍ଡେ ପିଆଜ ଗୋଲିଆ ଗୋଲିଆ କଟା ହେଇଥିବ ଭଜା ହେଇଥାନ୍ତା। ଆଗ ତରକାରୀରେ ଯାହା ପଡ଼ିବ ପକା ମେଞ୍ଚା ପକା ନା ଡେରି ହବ ସେତିକି ପକା। ଏଠି ବସି ମୋବାଇଲ ତମ ସାଙ୍ଗରେ ବସି ଖେଳିବି। ନା ମ ତୁ ଖେଳିବୁ କାହିଁକି? ଅଫିସରୁ ଆସିବି ଏଠି ତୁ ଖେଳିବୁ କାହିଁକି? ଖେଳିବାକୁ ତମ ସାଙ୍ଗରେ। ବନ୍ଦ କରିଦେବି ତେଲରେ ପକେଇଦେଲେ ସେଇ କରିବା ଖାଲି। ପେସେଣ୍ଟ କଣ କହୁଛନ୍ତି? ଏଇଟା ମାଛ ପକେଇବି। ପକେଇବି ଏଇଟା ପକେଇଦେ ହେଲେ ଏଇଟା ପକେଇଦେ ସେଇ ଦୁଇଟା ଥାଉ ପକୁଡ଼ି ଖାଏ ଖାଇବେ ନା? ଚାମଚଟା କି ପକେଇ ଡାଲି ଚାମଚଟା ଧରେ। ଓହୋ ମୁଁ ଜାଣିଛି ସେତିକି ମହତ୍ୱପୂର୍ଣ୍ଣ ଲୋକ ନହେଲେ ଏମିତି ହିଁ ପକେଇବେନି। ମାଇକା ତାକୁ କମା ସେ ସିଝିବ ଚା କ'ଣ ହବ ଯୋଉ ରେଟରେ ଭୋଗ ହେଲାଣି। ଡାଲି ସବୁ ଡାଲି ତରକାରୀ ହେଇନି ମାଛ ତରକାରୀ ଆରେ ମଟର ହେଇନି ଡେରି ହେଲାଣି ରାତିରେ ଖାଇବୁ ନେଇଯିବି ଘରକୁ। ଏଇଠି ବା ଏଇଠି ସେ ମସଲା କଞ୍ଚା ନାଗୁଛି ବସେଇ ତୁ ଖାଇକି ଜଣ ବସିଲୁ। କଣ ନିଶ ତାର ଦାଢ଼ି ଭଲ ଆହୁରି ଫୁଟିବ ବା। କିଏ ଆଣିଥିଲା? ତୁ କାଳୁ କୋଉଠୁ ଆଣିଥିଲୁ? କ'ଣ କହିଲ ଶୀତଲ ଦିଦି? ଭଲ ମାଛ ଲାଗିଲା ଖା। ଖାଇବା ପିଇବା
ଲକଡାଉନରେ କେହି ହେଇପାରିବେ। ଦିନରେ ତ ମାଛ ହେଇଥିଲା ତ ରୂପା କହିଲା ରାତିରେ ଟିକେ ଚିକେନ୍ ଖାଇଦେବା ତ ରାତିରେ ସେଥିପାଇଁ ନେଇ ଆସିଥିଲା ଚିକେନ୍ ତ ଘରେ ତ କେହି ଖାଇବା ନଥିଲେ କେବଳ ରୂପା ଆଉ ମୁଁ ଖାଇବାର ଥିଲା ସେଥିପାଇଁ ବହୁତ ହି କମ୍ କ୍ୱାଣ୍ଟିଟିରେ ଆଣିଥିଲା ଚିକେନ୍ ତ ଦେଖିପାରୁଥିବେ କେତେ କମ୍ ଯେମିତି ପାଖାପାଖି 350 ପାଖାପାଖି ହବ ଚିକେନ୍ ଆଣିଥିଲା ତାପରେ ତାକୁ ବଢ଼ିଆ ସେ ଧୋଇ ନେଇଥିଲା ତ କହିଲା ଯେ ଚାଲ କଞ୍ଚା କରିଦେବା ଏତେ ସାରା ଟାଇମ୍ ହେଇଗଲାଣି ତ କଷିକି ପୁଣି କଲା ବେଶୀ ଟାଇମ୍ ଲାଗିବ ତ କଞ୍ଚା କରିବା ପାଇଁ ଆମେ ପୁରା ପ୍ରିପାରେସନ୍ କରିନେଇଥିଲୁ ଫାର୍ଷ୍ଟ ହଳଦୀ ସେଥିରେ ଗୋଳେଇ ନେଇଥିଲୁ ତାପରେ ତା ଦେହରେ ହାଲକା ଲଙ୍କାଗୁଣ୍ଡ ନେଇଥିଲୁ ଯାହାକୁ ଯେତିକି ରାଗ ପସନ୍ଦ ସେଇ ହିସାବରେ ସେ ଲଙ୍କାଗୁଣ୍ଡ ପକାଇ ପାରିବ ତାପରେ ତା ଦେହରେ ଆମେ ଆମର ପକାଇ ଦେଇଥିଲୁ ଚିକେନ୍ ମସଲା ତ ଚିକେନ୍ ମସଲା ଆମେ ବହୁତ ସାରା କ୍ୱାଣ୍ଟିଟି ପକାଇଥିଲୁ ତାପରେ ତାକୁ ବଢ଼ିଆ ସେ ମିକ୍ସ କରିକି ତା ଦେହରେ ଆମେ ଆଡ଼୍ କରିଥିଲୁ ସୋରିଷ ତେଲ ତ ତେଲ ଆପଣଙ୍କର ଆପଣ ସ୍ୱାଦ ଅନୁସାରେ ପକାଇ ପାରିବେ ତେଲଟା ଆମେ ଅଧିକା ପକାଇବାନି କାରଣ କଞ୍ଚା ଏମିତି କରିବା ଏମିତି ଆଉ ତେଲ କମ୍ ତେଲରେ ହିଁ କରିବା ତ ମସଲା ତାପରେ ମୁଁ ଆଡ଼୍ କରିଥିଲି ତା ଦେହରେ ଯେତେ ମସଲା କରିଥିଲି ପିଆଜ ରସୁଣ ଅଦା ସବୁ ଯାକ ମସଲା ଆଡ଼୍ କରିଥିଲି ତ ମସଲା କ୍ୱାଣ୍ଟିଟି ବି ଅଧିକ ନଥିଲା ବହୁତ ହି କମ୍ ଥିଲା ଆଳୁ ମାତ୍ର ମୁଁ ଗୋଟେ ପକାଇଥିଲି ତା ଦେହରେ ଆଉ ମୁଁ ପୁରା ଜିରୋ ଅଏଲ୍ରେ କରିନି ତ ସେମିତି କହିପାରିବିନି ଜିରୋ ଅଏଲ୍ରେ ତ ଯେତିକି ଅଏଲ୍ ମୁଁ ଆଡ଼୍ କରିଥିଲି ତାଦେହରେ ଦେଖିଥିଲେ ସେତିକି ଅଏଲ୍ରେ ହିଁ କରାହେଇଛି ତ ଫାର୍ଷ୍ଟ ଆଳୁକୁ ପକାଇ ଭଲ ଭାବରେ ହାଲକା ହାଲକା ଭାଜି ନେଇଥିଲୁ ଯେମିତିକି ବିନା ତେଲରେ ପୁରା ଆଳୁ ଭାଜି ଯାଇଥିଲା ହାଲକା ହାଲକା ତ ତାପରେ ଟିକେ ରୂପା ତେଲ ପକାଇଥିଲା ଯେମିତିକି ସେ ଟିକେ ବ୍ରାଉନ୍ କଲର୍ ଆସିଯିବ ନହେଲେ ଆଳୁଟା ଏତେ ଲାଇଟ୍ କଲର୍ ଆସେନି ତ ତାପରେ ଯେମିତି ଆଳୁ ବ୍ରାଉନ୍ ହାଲକା ହେଇଥିଲା ତା ଦେହରେ ଆମେ ଆଡ଼୍ କରିନେଇଥିଲୁ ଆମର ଚିକେନ୍ ଯେଉଁଟାକି ଆମେ ଗୋଳେଇକି ରଖିଥିଲୁ ମ୍ୟାରିନେଟ୍ କରିଥିଲୁ ସେତିକି ତେଲ ଦେଖିଲେ ସେତିକି ତେଲରେ ହିଁ ଆମର ପୁରା ଚିକେନ୍ ହେଇଯିବ ତ ଏବେ ଆମେ ଚିକେନ୍କୁ କେବଳ ଜଗିକି ରହିବାର ଅଛି ତାକୁ ହାଲକା ହାଲକା ଓଲଟେଇବା ନହେଲେ ଲାଗିଯିବ ତେଲ କମ୍ କ୍ୱାଣ୍ଟିଟି ଥିଲେ ସେଇଟା ବାରମ୍ବାର ଲାଗିଯାଇଥାଏ ଭଲ ଭାବରେ ତାକୁ ବଢ଼ିଆସେ ମିକ୍ସ କରିନେଇଥିଲୁ ଆଉ ହଁ ସ୍ୱାଦ ଅନୁସାରେ ଲୁଣ ପକାଇବା ଜମା ବି ଭୁଲିବେନି ଲୁଣ ତ ଆପଣ ସ୍ୱାଦ ଅନୁସାରେ ପକାଇବେ ତ ରୂପା ତାର ରୋଷେଇ କଲା ଭିତରେ ତାର ଖାଇବା ପିଇବା ଷ୍ଟାର୍ଟ କରିଦେଲା ବରା ଆସିଥିଲା ବରା କିଣିକି ଆସିଲା ତାକୁ ବସି ତାର ଟିକେ ଖାଉଥିଲା ତାପରେ ରୋଷେଇ ବି କରୁଥିଲା ତ ଚିକେନ୍ ଆମର ଦେଖିପାରୁଥିବେ ପାଖାପାଖି ସିଝିଗଲାଣି ଆଉ ଯେତେ ସିଝି ଆସିବ ଏମିତି ଖୋଲା ହେଇ କଷା ହେବ ଫାର୍ଷ୍ଟ ତାପରେ ସେଇଟା ଧୀରେ 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 ବଢ଼ିଆ ସେ କଷି ହେଇଗଲେ କଲର୍ ଆସିଯିବ ଦେଖିପାରୁଥିବେ ହାଲକା ହାଲକା କଲର୍ ବି ଆସିଗଲାଣି ଆଉ ମାଆ ପାଇଁ ରୂପାଟି ବନାଉଛି ଡାଳିମ୍ବ ଆଉ ଆମର ମକାର ଗୋଟେ ଚାଟ୍ ବନେଇବ ଯେଉଁଟା ମାଆ ଖାଇବାକୁ ବହୁତ ସାରା ଭଲ ପାଏ ତ ମାଆ ପାଇଁ ଆମେ ୟାକୁ ବନେଇ ଦେଇଥିଲୁ କାରଣ ରାତିରେ ମାଆ କିଛି ବି ଖାଉନି କେବଳ ଏମିତି ହାଲକା ଫୁଲକା ଖାଇବା ହିଁ ଖାଉଛି ତ ସେଥିପାଇଁ ତା ପାଇଁ ହାଲକା ଖାଇବା ବନେଇଥିଲୁ ତାପରେ ରୂପା ତାର ଚିକେନ୍ ଭାତ ଧରି ବସିଥିଲା ତାକୁ ଭାତ ଆଉ ଚିକେନ୍ ଭାରି ପସନ୍ଦ ତ ପୁରା ଖୁସି ହେଇକିନି ପୁରା ମଜାରେ ଖାଉଥିଲା କଞ୍ଚା ପିଆଜ ସହିତ ମଜା ଲାଗିକି ଖାଉଥିଲା ତ ଆପଣମାନଙ୍କୁ ଚିକେନ୍ ସହିତ କ'ଣ ଖାଇବା ଭଲ ଲାଗେ କମେଣ୍ଟ କରି ନିଶ୍ଚୟ କହିବେ ତ ଆମ ବ୍ଲଗ୍ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ ଆଉ ମୋ ଚ୍ୟାନେଲ୍ ନୂଆ ଥିଲେ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି ରହୁଛି ଜୟ ଜଗନ୍ନାଥ।